ନବପଲ୍ଲବର ପ୍ରଥମ ସଂଖ୍ୟାନରେ ଆଶିଷ କୁମାର ନାୟକଙ୍କର ଗୋଟେ ଲେଖା ଥିଲା ମେଣ୍ଢାଗୋଲା କଥା। ବହୁ ବର୍ଷ ପୂର୍ବେ ଉପକୂଳ ଅଞ୍ଚଳରେ ତିନୋଟି ଗାଁ ଥିଲା। କର୍ମାପୁର, ମହାଚତୁରପୁର, ଅତିଚତୁରପୁର। ସେତେବେଳେ ସମାଜରେ ସମସ୍ତେ ପରିଶ୍ରମ କରୁଥିଲେ ଓ ଭଲରେ ଚଳୁଥିଲେ। କିଏ ଚାଷ କରୁଥିଲା ତ କିଏ ମେଣ୍ଢାଗୋଲା ପାଳନ କରୁଥିଲା। ମେଣ୍ଢାଗୋଲା ବୋଲି ଗୋଟେ ଗୃହପାଳିତ ପଶୁ ସେତେବେଳେ ଥିଲା। ତା ଦେହ ଦେଖିବାକୁ ମେଣ୍ଢା ଭଳି, କିନ୍ତୁ ମୁଣ୍ଡଟି ପୁରା ଗୋଲିଆ, ତେଣୁ ଏଭଳି ନା ମେଣ୍ଢାଗୋଲା। ମେଣ୍ଢାଗୋଲା କ୍ଷୀରର ଭଲ ବ୍ୟବସାୟ ହେଉଥିଲା। କିଛି ଲୋକ ତ ସେଇ ମେଣ୍ଢାଗୋଲା ପାଳନ କରିକି ଲକ୍ଷପତି ହେଇଯାଇଥିଲେ କ୍ଷୀର ବିକି ବିକି। ସେ ତିନୋଟି ଗାଁ ଭିତରୁ କର୍ମାପୁରରେ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା। ଯେତେବେଳେ କୌଣସି ପର୍ବପର୍ବାଣୀ କିମ୍ବା ବାହାଘର ହେଉଥିଲା, କର୍ମାପୁର ଲୋକ ମହାଚତୁରପୁର ଓ ଅତିଚତୁରପୁର ସମ୍ବନ୍ଧୀୟମାନଙ୍କୁ ମେଣ୍ଢାଗୋଲା ଉପହାର ସ୍ୱରୂପ ଦେଉଥିଲେ। ମହାଚତୁରପୁର ଲୋକ ଅଧିକାଂଶ ସୁରକ୍ଷା କର୍ମୀ ହେବାକୁ ପସନ୍ଦ କରୁଥିଲେ। ଅତିଚତୁରପୁର ଲୋକ ଅଧିକାଂଶ ଚାଷବାସ କରୁଥିଲେ। କର୍ମାପୁରର ମୁଖିଆ ଲୋକାବାବୁ, ତାଙ୍କର ବହୁତ ମେଣ୍ଢାଗୋଲା ଥିଲା। ସେମାନଙ୍କୁ ରାତିରେ ବାଘ ଭାଲୁଙ୍କ ଠାରୁ ବଞ୍ଚିବା ପାଇଁ ଲୋକବାବୁ ମହାଚତୁରପୁର ଗାଁର କିଛି ସୁରକ୍ଷା କର୍ମୀଙ୍କୁ କାମରେ ଲଗେଇଥିଲେ। କାରଣ ସୁରକ୍ଷା କର୍ମୀ ଅଧିକ ମହାଚତୁରପୁରରେ ନା। ସବୁ ସୁରୁଖୁରୁରେ ଚାଲିଥିଲା। ଦିନେ ହଠାତ୍ ରାତି ଅଧରେ କିଏ ଗୋଟେ ଚିଲେଇବାର ଶୁଭିଲା। ଲୋକାବାବୁ ଗାଁ ଲୋକ ସବୁ ଉଠି ପଡ଼ିଲେ। ଦେଖିଲେ ଯେ କ'ଣ ନା ଜଣେ ସୁରକ୍ଷା କର୍ମୀ ଅଚେତ ଅବସ୍ଥାରେ ପଡ଼ିଛି। ବହୁତ ଗୁଡ଼ିଏ ମେଣ୍ଢାଗୋଲା ମରିଯାଇଛନ୍ତି। ଆଉ କିଛି ମେଣ୍ଢାଗୋଲା ସେଠି ଦେଖିବାକୁ ମିଳୁନି। ପାଣି ଛିଞ୍ଚିବାରୁ ସୁରକ୍ଷା କର୍ମୀର ଚେତା ଆସିଲା ଓ ସେ କହିଲା, କିଛି ଅଦ୍ଭୁତ ଜନ୍ତୁ ଆସିକି ଏମିତି କରିଥିଲା। ତାମାନେ ସେ ଅଦ୍ଭୁତ ଜନ୍ତୁ ଆମ ସୁରକ୍ଷା କର୍ମୀକୁ ବି ଆକ୍ରମଣ କରିଥିଲା। ତାପରଦିନ କର୍ମାପୁର ଲୋକ ମହାଚତୁରପୁରରେ ଥିବା ସୁରକ୍ଷା ବିଭାଗରେ ନିଜର ଗୁହାରି ଜଣାଇଲେ। ବିଭାଗର ମୁଖିଆ ସେମାନଙ୍କୁ ଆଶ୍ୱାସନା ଦେଲେ। ଦିନ ପରେ ଦିନ ଗଡ଼ି ଚାଲିଲା, କିନ୍ତୁ କୋଉ ବଣୁଆ ଜନ୍ତୁ ମେଣ୍ଢାଗୋଲା ସବୁ ମାରିଦେଲା କିଛି ଜଣା ପଡ଼ିଲାନି। ତାପରେ ଏମିତି ବଣଜନ୍ତୁ ଆସିକି ବହୁତ ମେଣ୍ଢାଗୋଲା ମାରିଲା, ଆଉ କିଛି ମେଣ୍ଢାଗୋଲା ଉଠେଇକି ନେଇ ପଳେଇଲା। ଦିନେ ଗୋଟେ ବାହାଘରରେ କର୍ମାପୁର ଲୋକ ମହାଚତୁରପୁରକୁ ଯାଇଥିଲେ ଓ ଦେଖିଲେ କ'ଣ ନା ସେ ଗାଁରେ ଆଗ ଅପେକ୍ଷା ବହୁତ ଛାତ କଂକ୍ରିଟ ଘର ହେଇଯାଇଛି। ଥରେ ସେ ଅଞ୍ଚଳର କୃଷି ଓ ପଶୁପାଳନ ବିଭାଗର ମୁଖିଆ ସବୁ ଗାଁକୁ ବୁଲିବାକୁ ଆସିଥିଲେ ଓ ତାଙ୍କର କ'ଣ ଦେଖିବାର ଥିଲା ନା କିଏ ଭଲ ଚାଷବାସ ଓ କିଏ ମେଣ୍ଢାଗୋଲା ପାଳନ କରୁଛି। ଆଜ୍ଞା ଆସିଲେ, ସବୁ ଗାଁ ବୁଲିଲେ। ସପ୍ତାହ ପରେ ସେ ତାଙ୍କ ରିପୋର୍ଟ ଧରି ଆଉଥରେ ଆସିଲେ। ଅତିଚତୁରପୁରରେ ଥିବା ବଡ଼ ଗୋଟେ ବଡ଼ ପିଣ୍ଡି ଭଳିଆ ଅଛି, ଷ୍ଟେଜ ଯେଉଁ କହନ୍ତି, ସେଠି ଗୋଟେ ବଡ଼ ସଭାଟେ ହେଲା। ସେଠି ସେ ଘୋଷଣା କଲେ ଯେ କର୍ମାପୁରର ମକରା ହେଉଛି ଏ ବର୍ଷର ବଡ଼ ଚାଷୀ। ଏଇ ଖବରରେ କର୍ମାପୁର ଲୋକ ପୁରା ଖୁସିରେ ଡେଇଁଲେ ଆଉ। ତାପରେ ଘୋଷଣା ହେଲା, ଅତିଚତୁରପୁରର ଚକରା ହେଉଛି ଏ ବର୍ଷର ବଡ଼ ମେଣ୍ଢାଗୋଲା ପାଳକ। ଏ ଖବର ଶୁଣିକି କର୍ମାପୁର ଲୋକଙ୍କ ମୁଣ୍ଡ ଯେମିତି କାମ କରିବା ବନ୍ଦ କରିଦେଲା। ପୁରା ଝାଇଁ ଝାଇଁ କଲା ମୁଣ୍ଡଟା। ଯେଉଁ କର୍ମାପୁରରେ ସବୁଠୁ ଅଧିକ ମେଣ୍ଢାଗୋଲା ପାଳନ ହେଉଥିଲା, ସେଠି ହଠାତ୍ କେଉଁ ବନ୍ୟଜନ୍ତୁ ଆସିକି ପୁଳାଏ ମେଣ୍ଢାଗୋଲା ନେଇଗଲେ, କିଛି ମେଣ୍ଢାଗୋଲାଙ୍କୁ ମାରିଦେଲେ। ସୁରକ୍ଷା ବିଭାଗରେ ଗୁହାରି କଲେ ବି କିଛି ହେଲାନି। ମହାଚତୁରପୁରରେ ଆଗ ଅପେକ୍ଷା ବହୁତ ଛାତ ବା କଂକ୍ରିଟ ଘର ହେଇଯାଇଛି ଓ ଶେଷରେ ଅତିଚତୁରପୁରକୁ ବଡ଼ ମେଣ୍ଢାଗୋଲା ପାଳକ ପୁରସ୍କାର ମିଳିଲା। ଅତିଚତୁରପୁରର ସଭାରୁ ଘରକୁ ଫେରିଲା ବେଳେ କର୍ମାପୁରର ମୁଖିଆ ଲୋକାବାବୁ ଏଇ ସବୁ କଥା ଭାବି ଭାବି ଚିନ୍ତିତ ହେଇ ପଡ଼ିଥିଲେ। ଘରକୁ ଆସି ଲୋକାବାବୁ ପୁଅକୁ ପଚାରିଲେ, ଲୋକବାବୁଙ୍କର ଗୋଟେ ପୁଅ, ତାକୁ ସେ ପଚାରିଲେ, ମେଣ୍ଢାଗୋଲାଙ୍କ ସୁରକ୍ଷା ପାଇଁ ଯେଉଁ ଲୋକଟି ଥିଲା ସେ ତ କାହିଁ ଦେଖିବାକୁ ମିଳୁନି। ପୁଅ କହିଲା, ସିଏ ଆଜି ସକାଳଠୁ କୁଆଡ଼େ ଯାଇଛି ଯେ ଆସିନି।
ଲୁକାବାବୁ ଦାଣ୍ଡ ପିଣ୍ଡାରେ ବସିକି ଭାବିଲେ, ଯୋଉ ଅତି ଚତୁରପୁରକୁ ସିଏ ଭଲ ବୋଲି ଭାବୁଥିଲେ, ସେମାନେ ଶେଷରେ ଚୋରି କଲେ। ଯୋଉ ମହାଚତୁରପୁରର ସୁରକ୍ଷା ବିଭାଗକୁ ଏତେ ବିଶ୍ୱାସ କରୁଥିଲେ, ସେମାନେ ଶେଷରେ ଏହି କାମରେ ଅତି ଚତୁରପୁରକୁ ସାହାଯ୍ୟ କଲେ। ଏ କଥାଟି ସମ୍ପୂର୍ଣ୍ଣ କାଳ୍ପନିକ। ଯଦି କୌଣସି ଘଟଣା ସହିତ ସମାନତା ଦେଖିବାକୁ ମିଳେ, ତାହା କେବଳ ଏକ ସଂଯୋଗ ମାତ୍ର। ଧନ୍ୟବାଦ।